ଆପଣ ଜାଣିଥିବେ ବିଜୁ ବାବୁ ଯାହା କରିଛନ୍ତି, ଯେଉଁଭଳିଆ ଅଦମ୍ୟ ସାହସ ଏବଂ ସାଇକେଲ ପରିକ୍ରମା କରିବା ଏବଂ ଯୁବମାନଙ୍କୁ ଆହ୍ୱାନ କରିଛନ୍ତି, ଯେଉଁଟାକି 35 ବର୍ଷ ପୂର୍ବରୁ ସେ ଚିନ୍ତା କରିଥିଲେ ମହିଳାମାନଙ୍କୁ 33% ସଂରକ୍ଷଣ କଥା। ଆଜି ତାକୁ ଭାରତ ସରକାର ଚିନ୍ତା କରୁଛନ୍ତି। ଏ ଥିଲେ ବିଜୁ ବାବୁ, ତାଙ୍କରି ନାମରେ ଆମର ଏ ଦଳ, ତାଙ୍କର ଯେ ସୁପୁତ୍ର ନବୀନ ପଟ୍ଟନାୟକ ଆମ ବିଜୁ ଜନତା ଦଳର ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ। ଆଜି ଯେଉଁମାନେ ବିଜୁଲି ଗାସି ବୋଲି କହୁଛନ୍ତି, ଯେଉଁମାନେ ରାଜ୍ୟସଭା ଭୋଟରେ କ୍ରସ୍ ଭୋଟିଂ କରିଥିଲେ, ସେମାନେ ତାଙ୍କ ଦୋଷ ଲୁଚାଇବା ପାଇଁ ଆଜି ବିଜୁଲି ଗାସି ଭାବରେ ତାଙ୍କ ବାପାମାନେ ବାହାରିଛନ୍ତି। ଯଦି ପ୍ରକୃତରେ ସେମାନେ ବିଜୁଲି ଗାସି ଯେତେବେଳେ ଲୋକସଭାରେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନିତ କରାହେଲା, ସେତେବେଳେ ସେମାନେ କୋଉଠି ବସିଥିଲେ ଏବଂ ପଞ୍ଚାୟତ ଦିବସକୁ ଛୁଟି ଭାବରେ ଘୋଷଣା କରାଯାଉଥିଲା ବିଜୁ ପଟ୍ଟନାୟକ ନାମରେ ଯେତେବେଳେ ବନ୍ଦ କରିଦିଆହେଲା, ସେମାନେ କୋଉଠି ବସିଛନ୍ତି? ଥରେ ଟିକେ ପାଟି ଖୋଲି ନାହାନ୍ତି। ଆଜି ବିଜୁଲି ଗାସି ନାଁରେ ସେମାନେ କୋଉଭଳି ଭାବରେ ଲୋକଙ୍କୁ ପୁଣି ଏକ ଭ୍ରମିତ କରିବେ, ଏହା ତାଙ୍କର ଯୋଜନା। ପ୍ରକୃତରେ ସେମାନେ ବିଜୁଲି ଗାସି ନଥିଲେ, ବିଜୁ ପଟ୍ଟନାୟକ ନାଁ ନେଇକି ସେମାନେ ଚଳିଥିଲେ। ପ୍ରକୃତରେ ଯେଉଁମାନେ ବିଜୁ ପଟ୍ଟନାୟକକୁ ଭଲ ପାଇଛନ୍ତି ଏବଂ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ହାତ ମୁଣ୍ଡ ଟାଣ କରିବାକୁ ଆଜି ସମସ୍ତେ ଅଣ୍ଟା ଭିଡ଼ିଛନ୍ତି, ଏମାନଙ୍କୁ ଆଗାମୀ ଦିନରେ ଉଚିତ ଜବାବ ଦେବେ। ପ୍ରବାଦ ପୁରୁଷ, ଆଧୁନିକ ଓଡ଼ିଶାର ନିର୍ମାତା ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ ବା ଯାହା ସମସ୍ତେ ଜାଣିଛନ୍ତି ବିଜୁ ପଟ୍ଟନାୟକ, ତାଙ୍କର ଆଜି 29ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଥିଲା। ସମସ୍ତେ ଆମେ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ତରଫରୁ ମାନ୍ୟବର ବିଧାୟକ ସମସ୍ତଙ୍କ ଡାକରାରେ ଆଜି ଉପସ୍ଥିତ ହୋଇ ଭଣ୍ଡାରୀପୋଖରୀରେ ମେଡ଼ିକାଲରେ ଆମେ ଫଳ ବଣ୍ଟନ କଲୁ। ଆଗରପଡ଼ା ମେଡ଼ିକାଲ, ବନ୍ଦ ମେଡ଼ିକାଲ ଫଳ ବଣ୍ଟନ କରି ଏଠି ଆମେ ଏକ ସଭା କରିଥିଲୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ କେଉଁଭଳି ଭାବରେ ଆମେ ଯେଉଁ ତାଙ୍କ ନାମରେ ବିଜୁ ଜନତା ଦଳ ଗଠନ ହୋଇଛି ଆଗକୁ ଯାଇପାରିବ ସଂକଳ୍ପ ନେଲୁ।